1921 ମସିହାର କଥା ମହାତ୍ମା ଗାନ୍ଧୀ ପୁରୀ ଆସିଥିଲେ। ପୁରୀରେ ସଭା ସରିବା ପରେ ଗାନ୍ଧୀ ସମବେତ ଲୋକଙ୍କୁ ପଚାରିଲେ, ତୁମମାନଙ୍କର କ'ଣ ଦରକାର? ଲୋକଙ୍କ ଭିତରୁ ଏକ ସ୍ୱରରେ ଉତ୍ତର ଆସିଲା, ଚାଉଳ, ଚାଉଳ। ଏହି ଘଟଣାର 100 ବର୍ଷ ପରେ ବି ଆଜି ଏ ଚାଉଳ ଏକ ବଡ଼ ଦୁର୍ବଳତା ଓ ରାଜନୀତିର ଏକ ପ୍ରମୁଖ ପ୍ରସଙ୍ଗ। ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ ଗରିବଙ୍କ ଭୋକ ମେଣ୍ଟାଇବା ପାଇଁ ସରକାର ମାଗଣା ଚାଉଳ ଯୋଗାଉଛନ୍ତି। ଗୃହଶୂନ୍ୟଙ୍କ ଆଶ୍ରୟ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଉଛନ୍ତି। ତେବେ ବ୍ୟତୀତ କଲାଭଳି ବିଷୟ ହେଉଛି ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଏ ଚାଉଳକୁ ଖାଇଛନ୍ତି ସରକାରୀ ବାବୁ। ରେସନ କାର୍ଡରେ ଗଫଲତି କରି ଏହି ଚାଉଳକୁ ହାତେଇଛନ୍ତି ଅସଂଖ୍ୟ ସ୍ୱଚ୍ଛଳ ବର୍ଗର ଲୋକ। ଏହି ତଥ୍ୟ ପଦାକୁ ଆସିବା ପରେ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଛି। ଏଣେ ଗତ କିଛିଦିନ ତଳେ ସରକାରମାନଙ୍କ ମାଗଣା ଯୋଜନାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ନ୍ୟାୟାଳୟ ରାଜନୈତିକ ଦଳଙ୍କର ମାଗଣା ଘୋଷଣା ସମ୍ପର୍କରେ କଡ଼ା ଟିପ୍ପଣୀ ଦେଇ ପ୍ରଶ୍ନ କରିଛନ୍ତି, ମାଗଣା ଯୋଜନା ଦ୍ୱାରା ଆମେ ଏକ ପରଜୀବୀ ଶ୍ରେଣୀ ସୃଷ୍ଟି କରୁନାହୁଁ କି? ଓଡ଼ିଶାରେ ମାଗଣା ଚାଉଳ ଖାଉଥିବା ସରକାରୀ ବାବୁଙ୍କ କଥା ଆଲୋଚନା କଲାବେଳେ ଏକ ପୁରୁଣା ପ୍ରେରଣାଦାୟୀ ପ୍ରସଙ୍ଗ ମନକୁ ଆସେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ଘଟଣା। ସେତେବେଳେ ଭାଙ୍ଗିଯାଇଥାଏ ଜାପାନର ମେରୁଦଣ୍ଡ। ଧ୍ୱସ୍ତ ବିଧ୍ୱସ୍ତ ତାହାର ଆର୍ଥିକ ସ୍ଥିତି। ଖାଦ୍ୟ ପଦାର୍ଥର ଘୋର ସଙ୍କଟ। ସହାୟତାର ହାତ ବଢ଼େଇଲା ଆମେରିକା। ଶହ ଶହ ଜାହାଜରେ ଟନ ଟନ ଚାଉଳ ଆସି ପହଞ୍ଚିଲା ଜାପାନ ଉପକୂଳରେ। ମାତ୍ର ଜାପାନର ଦୁର୍ଗତ ଜନସାଧାରଣ ବରଂ ଓଳିଏ ଖାଇ ଓଳିଏ ଉପାସ ଶୋଇଲେ, କିନ୍ତୁ ଛୁଇଁଲେ ନାହିଁ ସେ ଚାଉଳକୁ। ଅବଶେଷରେ ଚାଉଳ ଭର୍ତ୍ତି ଜାହାଜ ସବୁ ଫେରିଗଲା ଆମେରିକାକୁ। ମାତ୍ର ଆମ ରାଜ୍ୟରେ ମାଗଣା ଚାଉଳ ପାଇଁ ଆମର ଆତୁରତା ଅବର୍ଣ୍ଣନୀୟ। 5 ଟଙ୍କିଆ ଆହାର କେନ୍ଦ୍ରରେ 4 ଚକିଆଙ୍କ ଭିଡ଼। ସରକାରୀ ବାବୁ ସବୁ ହାତେଇଛନ୍ତି ଗରିବଙ୍କ ପାଇଁ ଉଦ୍ଦିଷ୍ଟ ରାସନ କାର୍ଡ। ଧନ୍ୟ କହିବ ଏ ମାନସିକତାକୁ। ଇଏ କ'ଣ ଆମ ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ। ଯେଉଁ ମାଟିରେ ଦିନେ ନେତାଜୀ ସୁଭାଷ କହିଥିଲେ, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି, ସେହି ମାଟିରେ ଆଜି ନେତାଏ କହୁଛନ୍ତି, ମୋତେ ଭୋଟ ଦିଅ, ମୁଁ ତୁମକୁ ମାଗଣା ଚାଉଳ ଦେବି। ଏହାଠାରୁ ଲଜ୍ଜାକର ଘଟଣା ଆଉ କ'ଣ ଥାଇପାରେ? ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ସ୍ୱତନ୍ତ୍ର ଅବଦାନ ପାଇଁ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଯେତେବେଳେ ଇଣ୍ଡୋନେସିଆ ସରକାର ଭୂମିପୁତ୍ର ଉପାଧି ସହିତ 5000 ଏକର ଜଙ୍ଗଲ ଜମି ଓ ଏକ ଭବ୍ୟ ପ୍ରାସାଦ ଉପହାର ସ୍ୱରୂପ ଦେଲେ, ସେତେବେଳେ ବିଜୁବାବୁ କହିଥିଲେ, କଳିଙ୍ଗପୁତ୍ର କେବଳ ଉପହାର ଦେଇ ଜାଣେ, କାହାଠାରୁ ଉପହାର ନିଏ ନାହିଁ। ଆମେ ସେହି କଳିଙ୍ଗପୁତ୍ର ତ? ଥରେ ଚିନ୍ତା କର। ବିଶିଷ୍ଟ ବିଦ୍ୱାନ ମାର୍ଟିନ ଲୁଥର କହିଥିଲେ, କୌଣସି ଦେଶର ଭାଗ୍ୟ ଓ ଭବିଷ୍ୟତ ସେ ଭୂମିର ସମ୍ପଦ ବା ସମୃଦ୍ଧି ଉପରେ ନିର୍ଭର କରେ ନାହିଁ, ବରଂ ନିର୍ଭର କରେ ସେ ମାଟିର ମଣିଷଙ୍କ ମାନସିକତା ଓ ଲୋକଚରିତ୍ର ଉପରେ। ଆମ ରାଜ୍ୟ ଏକ ସ୍ୱର୍ଣ୍ଣଗର୍ଭା ଭୂଖଣ୍ଡ। ଏହାର ମାଟି ତଳେ ଯେମିତି ଖଣିଜ ସମ୍ପଦ ଭରି ରହିଛି, ସେମିତି ଏହାର ମାଟି ଉପରେ ସମ୍ପଦର ପ୍ରାଚୁର୍ଯ୍ୟ ଲହଡ଼ି ଭାଙ୍ଗୁଛି। ଜଙ୍ଗଲ ସମ୍ପଦ କ୍ଷେତ୍ରରେ ସମଗ୍ର ଭାରତରେ ଆମେ ଦ୍ୱିତୀୟ। ଦେଶରେ ଥିବା ମଧୁର ଜଳର 14% କେବଳ ଆମ ରାଜ୍ୟ ଓଡ଼ିଶାରେ ଅଛି। ଏହାର ବକ୍ଷରେ ମହାନଦୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୁଲ୍ୟା ଓ ଇନ୍ଦ୍ରାବତୀ ପରି ବହୁ ନଦୀ ପ୍ରବାହିତ ହୋଇ ଜଳ ସମ୍ପଦର ଅପୂର୍ବ ସମ୍ଭାର ସୃଷ୍ଟି କରିଛି। 480 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସୁବିସ୍ତୃତ ଉପକୂଳ, ଏହା ରାଜ୍ୟ ପାଇଁ ଏକ ବିଶେଷ ସମ୍ବଳ। ମାନବ ସମ୍ବଳର ବି ଅଭାବ ନାହିଁ ଆମ ରାଜ୍ୟରେ। ଜାପାନ ଦେଶ କଥା ଛାଡ଼ନ୍ତୁ। ଭାରତର ଅନ୍ୟ ଉନ୍ନତ ଓ ସମୃଦ୍ଧ ରାଜ୍ୟ ତୁଳନାରେ ପ୍ରକୃତି ଓ ଈଶ୍ୱର ଆମ ରାଜ୍ୟକୁ ଯଥେଷ୍ଟ ଧନୀ କରି ଛାଡ଼ିଛନ୍ତି। ଏସବୁ ସତ୍ତ୍ୱେ ଆମେ ଦରିଦ୍ର କାହିଁକି? କାରଣ ଆମେ ମାନସିକ ଭାବେ ଦରିଦ୍ର। ଆର୍ଥିକ ଭାବେ ଆମେ ଯେତିକି ଦରିଦ୍ର ନୁହଁ, ତାହାଠାରୁ ଅଧିକ ଆମେ ମାନସିକ ଭାବେ ଦରିଦ୍ର। ଏହି ଦୈନ୍ୟ ମାନସିକତା ଆମକୁ ମାଗଣା ଯୋଜନା ପାଇଁ ଭ୍ରମିତ କରୁଛି। ଏକଦା ମହାତ୍ମା ଗାନ୍ଧୀ କହିଥିଲେ, ଦାରିଦ୍ର୍ୟ ଦେଖିବ ତ, ଓଡ଼ିଶାକୁ ଚାଲ। ସ୍ୱାଧୀନତାର 77 ବର୍ଷ ପରେ କ'ଣ ଏଥିରେ ପରିବର୍ତ୍ତନ ହୋଇଛି କି? ଥରେ ଚିନ୍ତା କର। ଏବେ ଆମ ଓଡ଼ିଶାରେ ବଢ଼ିଚାଲିଛି ଦାରିଦ୍ର୍ୟ ହାର, ଦାଦନ ସମସ୍ୟାର ଅନ୍ତ ନାହିଁ। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ସବୁଠି ନୈରାଶ୍ୟଜନକ ସ୍ଥିତି। ସୁଲତାନ ମାମୁଦମାନେ ଲୁଟି ଚାଲିଛନ୍ତି ଆମ ଜଙ୍ଗଲ ଓ ଜମି, ଖଣି ଓ ପାଣି, ସ୍ୱପ୍ନ ଓ ସମ୍ଭାବନା, ଭାଗ୍ୟ ଓ ଭବିଷ୍ୟତ, ତଥାପି ପ୍ରତିବାଦ ନାହିଁ ଆମର। କ'ଣ କରୁଛନ୍ତି କରନ୍ତୁ ସେମାନେ, ଆମକୁ ତ ମିଳୁଛି ମାଗଣା ଚାଉଳ, ଛତା, ଜୋତା ଓ କମ୍ବଳ। ଆମେ ଶାନ୍ତି ପ୍ରିୟ ସନ୍ତୁଷ୍ଟ ମଣିଷ, ନିର୍ଲିପ୍ତ ଓ ନିର୍ବିକାର। ମାଗଣା ଯୋଜନା ପାଇଁ ସରକାରଙ୍କୁ ଦୋଷ ଦେଇଦେବା ସହଜ, ମାତ୍ର ମୂଳ ଦୋଷ ରହିଛି ଆମ ଚରିତ୍ରରେ। ମାଗଣା ଖାଇବାର ମାନସିକତା ଏକ କର୍ମକୋଢ଼ିଆ ସଂସ୍କୃତିକୁ ଜନ୍ମ ଦିଏ। ଚାଣକ୍ୟ କହିଥିଲେ, କର୍ମଦୋଷେଣ ଦରିଦ୍ରତା। ଏନ୍ତୁଡ଼ିଶାଳରୁ ଶମଶାନ ଯାଏ ମାଗଣା ଯୋଜନା। ଏହା ଶୁଣିବାକୁ ଭଲ ଲାଗୁଥିଲେ ହେଁ ତାହାର ଆର୍ଥିକ କୁପରିଣତିକୁ ବୁଝିବା ପାଇଁ ଆମକୁ ଜଣେ ଅର୍ଥଶାସ୍ତ୍ରୀ ହେବାକୁ ପଡ଼ିବ ନାହିଁ। ଏହାର ସିଧା ଅର୍ଥ ହେଲା, ଏହା ଆମ ଅର୍ଥନୀତିକୁ ଧ୍ୱଂସ କରିବ। ଏକଦା ଜଣେ ଦାର୍ଶନିକ କହିଥିଲେ, ଗୋଟିଏ ଦେଶ ଓ ଜାତିକୁ ଧ୍ୱଂସ କରିବା ପାଇଁ କୌଣସି ପରମାଣୁ ବୋମା ଦରକାର ନାହିଁ, କେବଳ ତାହାର ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିଦେଲେ ହେଲା। ଏଇଠି ଆଉ ଗୋଟିଏ ଧାଡ଼ି ଯୋଡ଼ିଦେଲେ ହେବ, ଗୋଟିଏ ଜାତିକୁ ଧ୍ୱଂସ କରିବାକୁ ଚାହୁଁଛ ତ, ତାହାର ଅଧିବାସୀଙ୍କୁ ମାଗଣା ଯୋଜନାରେ ଅନ୍ତର୍ଭୁକ୍ତ କରିଦିଅ। ବାସ୍, ଆଉ କିଛି ଲୋଡ଼ା ନାହିଁ, ଅଚିରେ ଏ ଜାତି କାଙ୍ଗାଳ ହୋଇଯିବ। ଏ କ୍ଷେତ୍ରରେ ଆମ ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଉଦାହରଣ ନିଆଯାଇପାରେ। ବିଜ୍ଞ ଲୋକ ଅପେକ୍ଷା କରିଛନ୍ତି, ଯେଉଁଦିନ ଏ ସ୍ୱାଭିମାନୀ ଓଡ଼ିଆ ଜାତି ମୁକ୍ତ କଣ୍ଠରେ କହିବ, ଆମକୁ ମାଗଣା ଚାଉଳ ନୁହେଁ, ଆମ ଶ୍ରମର ପାଉଣା ଦିଅ।
ଆମକୁ ଆମ ଫସଲର ମୂଲ୍ୟ ଦିଅ, ମାଗଣା ମାଛ ନୁହେଁ, ଜାଲ ଦିଅ। ଦେଇପାରିବ ତ ସ୍ୱପ୍ନର ଓଡ଼ିଶା ରାଜ୍ୟ ଦିଅ। ଗଢ଼ିପାରିବ ତ ସମୃଦ୍ଧ ଓଡ଼ିଶା ଗଢ଼ି ଦିଅ। ଦାନ ଖଇରାତିରେ ଦରିଦ୍ରତା ହଟେ ନାହିଁ। ମାଗଣା ଚାଉଳରୁ ଆହାର ମିଳିପାରେ, ମାତ୍ର ଆତ୍ମବିଶ୍ୱାସ ମିଳେ ନାହିଁ। ଆମକୁ ଆଉ ପରାଙ୍ଗପୁଷ୍ଟ କର ନାହିଁ, ଦେବ ଯଦି ଆମକୁ ଦିଅ ଆମ ଅଧିକାର। ମୂକ ମଣିଷର ପାଟିରେ ଭାତ ନୁହେଁ, ଭାଷା ଦିଅ ସରକାର।